ଆପଣଙ୍କ ପ୍ରଶ୍ନ ରହିଲା ମୋର ଲଙ୍କାଗଡ଼ଟା କାହା ପାଇଁ ଧ୍ୱଂସ ଲଙ୍କାଗଡ଼ଟା କାହା ପାଇଁ ଧ୍ୱଂସ ଲଙ୍କାଗଡ଼ଟା କାହା ପାଇଁ ଧ୍ୱଂସ ଏ ଗୋଟେ ପ୍ରଶ୍ନ ଆପଣଙ୍କର କୋଉ ଲୋକ କାହା ପାଇଁ ଧ୍ୱଂସ ହେଲା ଲଙ୍କାଗଡ଼ ହେଲା ହେଲା ହଉ ହଉ ବାବୁଙ୍କର ପ୍ରଶ୍ନ ରହିଲା ଲଙ୍କାଗଡ଼ଟା କାହିଁକି ଧ୍ୱଂସ ହେଲା କାହା ପାଇଁ ଧ୍ୱଂସ ହେଲା କିଏ କ'ଣ କଲା ଲଙ୍କାଟା ଧ୍ୱଂସ ହେଇଗଲା ନାଇଁ 50 କୋଟି ଭାରତ ମତରେ ଅର୍ପଣ କରିଛନ୍ତି କହିବା ନିଶ୍ଚିନ୍ତ ଭାବରେ କଲେ ଲଙ୍କାରେ ଏ ଯୋଉ ଲଙ୍କାର ସିରିଟା ଗଲା କାହା ଯୋଗୁଁ ଲଙ୍କାରେ ପ୍ରକୃତ ରାବଣ ଭୁଲ କରିଛି ରାବଣ ଭୁଲ କରିନି ଭୁଲ କରିଥିଲା କିଏ ଶୂର୍ପଣଖା ଶୂର୍ପଣଖା ହେଉଛି ମୁଖ୍ୟ ଖଳନାୟକ ଥିଲା ସିଏ ଯାଇଥିଲା ଘଇତା ଖୋଜିବାକୁ କୋଉଠିକି ପଞ୍ଚବଟୀ ବନକୁ ରାମଚନ୍ଦ୍ରଙ୍କର ସୁନ୍ଦର ରୂପକୁ ଶୂର୍ପଣଖା ଦେଖିଲା ବିଚାର କଲା ଏମିତି ପୁରୁଷଟାକୁ ଯଦି ମୁଁ ବିବାହ ହେଇଥାନ୍ତି ତାହେଲେ ମୁଁ ଉପଭୋଗ ଭଲ ଭାବରେ କରିଥାନ୍ତି ଲଙ୍କାକୁ ଗଲା ଲକ୍ଷ୍ମଣ କ'ଣ କଲେ ଇଏ ଗୋଟେ ରାକ୍ଷସୀର ନାକ କାନ କାଟିକିରି ଛାଡ଼ିଦେଲେ ରାବଣ ପାଖକୁ ଶୂର୍ପଣଖା ଗଲା କହିଲା ଭାଇରେ ତୋ ପାଇଁ ଗୋଟେ ଭଲ ମାଇକିନାଟି ଆଣିବାକୁ ଯାଇଥିଲି ତୋ ପାଇଁ ଗୋଟେ ଭଲ ମାଇକିନାଟି ଆଣିବାକୁ ଯାଇଥିଲି ରାବଣ ମାଇକିନା ବୋଲେ ତ ମରିଯାଉଛି ସେ ରାବଣ ବିଚାର କଲା ସେ ମାଇକିନାଟା କୋଉଠି ଅଛି ନା ତୋର କ'ଣ ହେଲା ଭାଇ ତୋ ପାଇଁ ଆଣିବାକୁ ଯାଇଥିଲି ଯେ ତାଙ୍କ ପାଖରେ ଗୋଟେ ସନୁଜ ଲକ୍ଷ୍ମଣ ବୋଲିକି ଥିଲା ସିଏ ମୋ ନାକ କାନ କାଟିକିରି ଛାଡ଼ିଦେଲା ସେଇଠି ଆଜି ସେଇ ଲଙ୍କାର ରାବଣ ବିଚାର କଲା ତାର କେତେ ସାହସ ଯିଏ ରାବଣର ଭଗ୍ନୀ ଶୂର୍ପଣଖା ସିଏ ନାକ କାନକୁ କାଟି ଦେଇଛି ସେ ସନୁଜ ଲକ୍ଷ୍ମଣ ଇଏ ଗୋଟେ ଜ୍ୟୋତିବେଶକୁ ଧାରଣ କଲା ସୀତାକୁ ଚୋରେଇ କରି ଆଣିଲା ଲଙ୍କାରେ ରଖିଲା ଭଗବାନ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କ ହସ୍ତରେ ଲଙ୍କାର ସିରିଟା ତୁଟିଗଲା ଲଙ୍କାରେ ନିଆଁ ମାରିଛି କିଏ ହନୁମାନ ହନୁମାନ ଲଙ୍କାରେ ନିଆଁ ମାରିନି ଶୂର୍ପଣଖା ଲଙ୍କାରେ ନିଆଁ ମାରିଦେଲା ଇଏ କହିଥାନ୍ତା ମୁଁ ଘଇତା କରିବାକୁ ଯାଇଥିଲି ବୋଲି ଆଉ ଲଙ୍କଟା ପୋଡ଼ି ନଥାନ୍ତା କି ଏ ଲଙ୍କାରେ ରାବଣ ମରି ନଥାନ୍ତା ଭାଇକି କହିଲା ତୋ ପାଇଁ ମାଇକିନାଟି ଖୋଜିବାକୁ ଯାଇଥିଲି ଘା ନ କହିକି ରୋଷ କହିଦେଇଛି ତେଣୁକରି ମୁଖ୍ୟ ଖଳନାୟକ ହେଲା ଲଙ୍କାରେ ଶୂର୍ପଣଖା ଶୂର୍ପଣଖା ଯୋଗୁଁ ଆଜି ଲଙ୍କାଟା ଧ୍ୱଂସ ହେଇଯାଇଛି ହେଲା ବୁଝିଲେ ଆଜ୍ଞା ହେଲା